1954 ମସିହାରେ ସର୍ଭେ ଅଫ୍ ଇଣ୍ଡିଆ ଦ୍ୱାରା ମପାଯାଇଥିବା ହିମାଳୟ ପର୍ବତମାଳାର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା 8848 ମିଟର ଥିଲା। କିନ୍ତୁ 2020 ମସିହାରେ ନେପାଳ ଓ ଚାଇନା ମିଳିତ ଭାବରେ ମାଉଣ୍ଟ ଏଭରେଷ୍ଟର ପୁନଃ ପରିମାପିତ ଉଚ୍ଚତା 8848.86 ମିଟର ଘୋଷଣା କରିଛନ୍ତି, ଯାହା ପୂର୍ବ ମାପଠାରୁ 86 ସେଣ୍ଟିମିଟର ଅଧିକ ଅଟେ। ତେବେ ବିଶ୍ୱର ସର୍ବୋଚ୍ଚ ପର୍ବତମାଳା ହିମାଳୟର ଉଚ୍ଚତା ବଢ଼ିବାର କାରଣ କ'ଣ? ଏହାର ମୁଖ୍ୟ କାରଣ ହେଉଛି ଟେକ୍ଟୋନିକ୍ ପ୍ଲେଟ୍ର ଗତିବିଧି। ସାଧାରଣତଃ ପୃଥିବୀପୃଷ୍ଠ ବିଭିନ୍ନ ଟେକ୍ଟୋନିକ୍ ପ୍ଲେଟ୍ ଦ୍ୱାରା ଗଠିତ, ଯାହା ନିରନ୍ତର ଗତି କରୁଛି। ଏହି ଗତି ଫଳରେ ଗୋଟିଏ ପ୍ଲେଟ୍ ଆଉ ଏକ ପ୍ଲେଟ୍ ଠାରୁ ଦୂରେଇ ଯାଏ କିମ୍ବା ଗୋଟିଏ ପ୍ଲେଟ୍ ଆଉ ଏକ ପ୍ଲେଟ୍ ସହିତ ଧକ୍କା ହୁଏ। ପ୍ରାୟ 50 ନିୟୁତ ବର୍ଷ ପୂର୍ବେ ଇଣ୍ଡିଆନ୍ ପ୍ଲେଟ୍ ଓ ୟୁରେସିଆନ୍ ପ୍ଲେଟ୍ ମଧ୍ୟରେ ଧକ୍କା ହେବା ଫଳରେ ହିମାଳୟ ପର୍ବତମାଳାର ସୃଷ୍ଟି ହୋଇଥିଲା। ଏହି ପ୍ଲେଟ୍ ଗୁଡ଼ିକ ବର୍ତ୍ତମାନ ମଧ୍ୟ ବାର୍ଷିକ ପ୍ରାୟ 9ରୁ 16 ସେଣ୍ଟିମିଟର ବେଗରେ ପରସ୍ପର ଆଡ଼କୁ ଗତି କରୁଛନ୍ତି, ଯାହାଫଳରେ ହିମାଳୟର ଉଚ୍ଚତା ଧୀରେ ଧୀରେ ବଢ଼ୁଛି। ପ୍ରକୃତିର ଏହି ଅଦ୍ଭୁତ ଘଟଣା ସତରେ କେତେ ଚମତ୍କାର। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ଜଣାଇବେ ଓ ଏମିତି ଇନଫର୍ମେଟିଭ୍ ଭିଡ଼ିଓ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।